ଆସିଗଲା ମେଟ୍ରିକ୍ ପରୀକ୍ଷାର ଫଳାଫଳ ତାରିଖ। ପ୍ରମେୟ ନ୍ୟୁଜ୍ରେ ଆଜି 23 ତାରିଖରେ ପ୍ରକାଶ ପାଇଛି। ଆପଣମାନେ ପଢ଼ିପାରନ୍ତୁ। 26ରେ ମେଟ୍ରିକ୍ ପରୀକ୍ଷା ଯୁକ୍ତ 2 ପରୀକ୍ଷା ଫଳ ଗୋଟେ ଦିନରେ ଆସୁଛି। ଆଉ 26 ତାରିଖ ଅପରାହ୍ନରେ ଏକା ସଙ୍ଗେ ଯୁକ୍ତ କଳା ବାଣିଜ୍ୟ ବିଜ୍ଞାନ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ମେଟ୍ରିକ୍ ଫଳ ଯାହାକି ସମସ୍ତେ ବହୁତ ଉତ୍କଣ୍ଠାରେ ଜଗି ରହିଥିଲେ, ବହୁତ ଚିନ୍ତିତ ଥିଲେ ଛାତ୍ରଛାତ୍ରୀମାନେ, ବିଦ୍ୟାର୍ଥୀମାନେ, ତାର ଆଜି ଅନ୍ତ ହେଇଛି। ଆଉ ଆପଣମାନେ 26 ତାରିଖରେ ମେଟ୍ରିକ୍ ଏବଂ ଯୁକ୍ତ 2 ପରୀକ୍ଷା ଫଳ ଦେଖିପାରିବେ। ଏହାକୁ ବିଶ୍ଳେଷଣରେ ଦିଆଯାଇଛି। ଦେଖନ୍ତୁ, ମଧ୍ୟମା ଏବଂ OSSC ପରୀକ୍ଷା ଏକ ସମୟରେ ହୋଇଥିଲା। ରାଜ୍ୟରେ 5.5 ଲକ୍ଷରୁ ଅଧିକ ମେଟ୍ରିକ୍ ପରୀକ୍ଷାର୍ଥୀ 3153ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ସହ ସବୁ ସ୍ତରରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ ଅନେକ ନୂତନ ପଦକ୍ଷେପ ନିଆଯାଇଥିଲା। ସେଥିରେ ଦେଇଛି ୱେବସାଇଟ୍, ଯେଉଁଥିରେ ଆପଣମାନେ ଆପଣ ରିଜଲ୍ଟ ଜାଣିପାରିବେ www.orisaresult.nic.in ରେ ଆପଣଙ୍କ ରେଜଲ୍ଟ ପ୍ରକାଶ ପାଇବ। ଆଉ ଏ ବର୍ଷ ଗୋଟେ ନୂଆ କରାଯାଇଛି, ଆପଣଙ୍କ ହ୍ୱାଟ୍ସଆପ୍ରେ ମଧ୍ୟ ଆପଣଙ୍କର ରିଜଲ୍ଟ ଆପଣ ପାଇପାରିବେ। ଆଉ ସମସ୍ତଙ୍କୁ ଶୁଭେଚ୍ଛା। ଆପଣମାନେ ସମସ୍ତେ ପାସ୍ ହୁଅନ୍ତୁ।